କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ବେଲେଇପଦାସ୍ଥିତ ଟାଟା ଷ୍ଟିଲ୍ ସ୍ପଞ୍ଜ ଆଇରନ୍ ଲିଡ୍ ନିଯୁକ୍ତି ଏବଂ ରେଲୱେ ସାଇଡିଂର ବିଭିନ୍ନ କାର୍ଯ୍ୟ ଗ୍ରାମ୍ୟ କମିଟି ଦ୍ୱାରା କରାଯିବାକୁ ଦାବି କରି ଗତ ଶୁକ୍ରବାର କାଳିଆପେଡ଼ା ଓ ଭାଗଲପୁର ଗାଁରେ ଲୋକେ ରେଲୱେ ସାଇଡିଂ ଫାଟକ ଆଗରେ ଧାରଣା ଦେଇଥିଲେ। ଏନେଇ ଗ୍ରାମବାସୀଙ୍କ ଦାବି ପୂରଣ ନେଇ ମଙ୍ଗଳବାର ଏକ ତ୍ରିପାକ୍ଷିକ ଆଲୋଚନା ହୋଇ ଏହାର ସମାଧାନ କରାଯାଇଛି। ପ୍ରଭାବିତ ଲହଣ୍ଡା ଓ ଭାଗଲପୁର ଗ୍ରାମବାସୀ 6 ଦଫା ଦାବି କରି ଗତ 29 ତାରିଖରୁ କମ୍ପାନୀର ରେଳ ସାଇଡିଂରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ 4ଟା ସମୟରେ କମ୍ପାନୀର କନଫରେନ୍ସ ହଲରେ ଯୋଡ଼ା ପୋଲିସର ଉପସ୍ଥିତିରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟାଟା ଷ୍ଟିଲ୍ ସ୍ପଞ୍ଜ ଆଇରନ୍ ଲିମିଟେଡ୍ ଅଧିକାରୀ, ଲଜିଷ୍ଟିକ୍ ସଲ୍ୟୁସନ୍ ଠିକା ସଂସ୍ଥା ମାଲିକ ଓ ପ୍ରଭାବିତ ଗ୍ରାମବାସୀ ମଙ୍ଗଲ ମୁଣ୍ଡା, ସୋମବାରୀ ମୁଣ୍ଡା, ପୂର୍ଣ୍ଣିମା ମୁଣ୍ଡା, ସାବିତ୍ରୀ ବେହେରା, ରଞ୍ଜିତ ମହାକୁଡ଼, ସଞ୍ଜୟ ପାତ୍ର, ଅଫତାବ ଆଲାମ ପ୍ରମୁଖ ଆଲୋଚନା ବୈଠକରେ ଉପସ୍ଥିତ ରହିଥିଲେ। ଗ୍ରାମବାସୀଙ୍କ 6ଟି ଦାବି ମଧ୍ୟରୁ ଠିକା ସଂସ୍ଥା 4ଟି ଦାବି ପୂରଣ କରିବାର ଠିକା ସଂସ୍ଥା ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ପ୍ରଭାବିତ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ଉତ୍ସର୍ଗ ଖବର।